माँ लक्ष्मी ठाकुराणी आपणकर किछि अनुमति मागिलेनी जदि किछि अनुमति देबे ताले से किछि पचारिबे किछि अनुमति देले पचारिबे नारायण नारायण ताले मु अनुमति देबी नारायण पार्वती बोलंती कह कह स्थिर करी कथाए जणा थिले कहिबी विस्तारी तुम आगे गो कहिले जानिबी कथा तेबे तुम आगे मात आपण अनुमति मागुଥିଲେ ଏବେ माँ पार्वती अनुमति ଦେଇଦେଲେ ଯାହା ପଚାରିବାର ଅଛି ମନ ଖୋଲିକି ପଚାରନ୍ତୁ अले कहंती कमला होई अच्छा तिलंगला कमला होई अच्छा तिलंगला कटल मिलाई होई छंती बड़ केरा बैठ चर्म घोड़ा इलु चाई अछि मर्म मात से कौन आसु आसु प्रथम रु कौन यही भाया प्रश्न पचारे एते अवश्य भाषा मुझे मन में भावी नी माँ लक्ष्मी ठाकुराणी यही भाया प्रश्न पचारे ये आसिकी तार उत्तर दिंतु ताले उत्तर देबा को पड़े नारायण नारायण सुन सुन सही आगो एही कथा मोरा युवती को धरी जमुना जलर जल केड़ी गो उलग्नरे होई थंती मेरी जल केड़ी प्रथम रु केमिति गोटे प्रश्न पचारा जे तम स्वामी जहाँ करते स्वामी भी सेया करछंती उभय प्रश्न समान देवर्षी तुम्हें गुरे अतरछा होछ काई नाही नाही आज अतरछा माने जहाँ पचार तमे सजरे ठिया कि देखो कोन हो नारायण ताले पचारंतु अले कहंती कमला होई छंती 500 बोला बुनुतिले देखि देखि ओला मसा हरि विज्ञान के काम देश बाबांकर एते दान धर्म जे बाबा वर्तमान पूरा वोटिंग रे अछंती कहया बोले ये कोन माँ लक्ष्मी कहउछंती कुआडे समस्ते जानिछंती वर्षे कई 15 दिन बाबा ग्राम ग्राम बुलुछंती समते सारा संसार जानथाना को नै कि कहउछन जे बाबा कुआडे भिक्षा मागुछंती से कथा कोन जानिछंती कि जानि नाते ताको स्वामी भी मागुथले मने अछिटी मने नाही मोर आलो पचारंतु आलो एही परि जणे जाईथिला बळी द्वारे अंगुली उच्च ताला छता करे होई कपी गो भिक्षा मागी पड़ी पदे चापी होई कपी गो नारायण बात आई सकाळ उठिकी काहा मुख दर्शन करथिला कि सकाळ उठिला बळे मो स्वामी को मुख देखि नारायण नारायण जो प्रश्न पचारुछन्नी माँ पार्वती तार ओलोटा उत्तर दे देउछन्ती कहिबेनी काहे कि तमे जाई थिरकिना कहि नारायण किछि फरक नाही मात 19 20 फरक जो प्रश्न पचारिबो जेने माँ पार्वती किछि कहि परिबेनी हमें सजरे ठिया मु मोर जहा पचारे मु तो जानि जे आ तमे तो कंटा बाडू को लुगा फोपाडी की कळी करबा लोक तो जानि छ कहि हो तमे नारायण नारायण आलो बळदरे चढ़ी करे तांडे बालुटकू पचार जा तंकु बल दिया गो लुट्यकारी बोलाउछि किया बल दिया गो
ନୃତ୍ୟ ଦେଖିବେ ବୋଲି ସନ୍ଧ୍ୟା ବେଳୁ ଦେବଦେବୀଙ୍କୁ ଡକେଇ ଡକେଇ ସକାଳ ହେଇଗଲାଣି। ମା ଲକ୍ଷ୍ମୀ ଦେଖୁନ କୋଉ ଭଳିଆ କଥା କହୁଛନ୍ତି। ନୃତ୍ୟ ଦେଖିବା ପାଇଁ ଆସିଛନ୍ତି, କଣ କହୁଛନ୍ତି ଦେଖନ୍ତୁ। ପଚାରିଲ ସିଏ କୋଉଠିକି ଯାଇଛନ୍ତି? ନାରାୟଣ ନାରାୟଣ, ତା ଉତ୍ତର ଦିଅନ୍ତୁ। ସିଏ କହୁଛନ୍ତି ଆଲୋ ବଳଦିଆ ଦେଖିବ ଗୋଯାଅ ଗୋପପୁର ବସା ଗୋପ ସୁତ ଖେନି ନ ଗଉଡ଼ ସେ ଗଉଡ଼ ଲୋ ବସି ଏଠି ହୁଏ ଭଡ଼ ଭଡ଼ ସେ ଗଉଡ଼ କଳି ଗଣ୍ଡଗୋଳ ବନ୍ଦ କରନ୍ତୁ। ଯୋଉ ପ୍ରଶ୍ନ ପଚାରୁଛନ୍ତି ମା ପାର୍ବତୀ ତାର ଓଲଟା ଉତ୍ତର ଦେଇ ଦଉଛନ୍ତି। ତାଙ୍କ ସ୍ୱାମୀ ଯାହା କରିଛନ୍ତି ତମ ସ୍ୱାମୀ ବି ସେଇଆ କରିଛନ୍ତି, ଉଭୟ ସମାନ। ଏଇ କଳି ଗଣ୍ଡଗୋଳ ଏତିକିରେ ବନ୍ଦ କରନ୍ତୁ। କାହିଁକି ତମକୁ ଯଦି ଭଲ ନ ଲାଗୁଛି ତମେ ସଜରି ନାରାୟଣ ନାରାୟଣ ନାରାୟଣ। ତୁମେ କଣ ଭୟ କରୁଛ କି? ନା ନା, ମୁଁ ଭୟ କରୁନି। ମାତ୍ର ଭୟରେ କାଳେ ବାଜିଯିବ କି? ତାହେଲେ ପଚାରନ୍ତୁ। ତା ପଚାରିବି। ଭୂଷଣ ନ ପାଇ ଦେହେ ସର୍ପ ଗୁଡାଇଛି ଧରିଅ ଗ୍ରାମ ଗ୍ରାମରେ ବୁଲୁଛି ବଡ କେଳା ଗো ଦେଖି ନାହିଁ ଏ ମୋହର ଡୋଳା ବଡ କେଳା ଗো। ନାରାୟଣ ନାରାୟଣ ନାରାୟଣ। ମାତ ୟାର ଉତ୍ତର ଦିଅନ୍ତୁ। ମା ଲକ୍ଷ୍ମୀ ଯୋଉ ପ୍ରଶ୍ନ ପଚାରିଲେ। କି ପ୍ରଶ୍ନ ପଚାରିଲେ କୁହ? ନାରାୟଣ ନାରାୟଣ ନାରାୟଣ। ସର୍ପକୁ କଣ କରିକି ଦେହରେ ଗୁଡେଇକି ଆଉ ତାଙ୍କ ସ୍ୱାମୀ କୋଉ ସର୍ପକୁ ତକିଆ କରିକି ଶୋଇଛନ୍ତି, ସେଇ କଥାଟା କୁହନ୍ତୁ। ଦେଖିବ ଗଛ ଖିଯାଅ କ୍ଷୀରା ଭିଜଳରେ ସର୍ପକୁ ମୁଣ୍ଡେ ଦେଇ ଶୟନରେ ଶେଷ ଦେବ ଗୋ ନାମ ତାଙ୍କ ଜାଣିଛନ୍ତି ସର୍ବ ଶେଷ ଦେବ ଗୋ। କଳି ଗଣ୍ଡଗୋଳ ଏତିକିରେ ବନ୍ଦ କରନ୍ତୁ। ମା ପାର୍ବତୀ ବର୍ତ୍ତମାନ ରାଗି ଗଲେଣି। ନାରାୟଣ ମାତ, ଇଏ ହଉଛି ବାବାଙ୍କ ଜାଗା, ତାଙ୍କ ଏରିଆ। ଏଠେ ସିନା ବାଡେଇ ଛେଟେ ହେବେ, ନହେଲେ କିଛି କରିପାରିବେ। ନାରାୟଣ ନାରାୟଣ କହିବ ଯାହାର ଘର ଦ୍ୱାର ନାହିଁ ସେ ପୁଣି କଥା କହିବ। ନାରାୟଣ, ତମକୁ ତ ସବୁ ଧରା ଭଣ୍ଡାର ଘର ଧନ ସମ୍ପତ୍ତି ଆମେ ଦେଇ ଦେଇଛୁ। ଯାହା କହିବା କଥା ପଚାରନ୍ତୁ, ଡରନ୍ତୁ ନାହିଁ, ମୁଁ ଅଛି। ମୁଁ କାହିଁକି ଡରିବି? ତା ଗର୍ବ ମୁଁ ଆଜି ଛଡେଇବି। ନ ପାରିଲେ ମତେ ପଚାରିବେ, ଆବଶ୍ୟକତା ନାହିଁ। ନାରାୟଣ ତାହେଲେ ପଚାରନ୍ତୁ। ଶୁଣ ଢାଙ୍ଗେଣି ଏବେ ମୋର ଆନରସ ଭୂମିରେ ଯାଇ କରିଅଛି ବାସ ହାଡ଼ ବାଳ ବିଭୂତି କୁଲେ ବନ୍ଦି ଶରୀର ହାଡ଼ ବାଳ। ନାରାୟଣ ନାରାୟଣ। ମାତ, ଲୋକ ରାତିରେ ଶୋଉନାହାନ୍ତି ବାବାଙ୍କ କେମିତି ଦର୍ଶନ କରିକି ଗାଧେଇକି ଦର୍ଶନ କରିକି ଟିକେ ବିଭୂତି ମଥାରେ ମାରିବେ ବୋଲିକି। ସେ କା ଦେହରେ ହାତ ମାରିଣି ଜାଣିଛ ନାଇଁ? ମାତ, ବାବାଙ୍କୁ କହୁନାହାନ୍ତି ଲକ୍ଷ୍ମୀ କିଏ ମୁଁ ସବୁ ଧନ ସମ୍ପତ୍ତି ଭଣ୍ଡାର ଘର ସବୁ ଧରେଇ ଦେଇଛେ ବୋଲିକି ତାର କେଡେ କେଡେ କଥା ଶୁଣିଲେଣି। ତାହେଲେ ମୁଁ ତାର ଉତ୍ତର ଗର୍ବ ତାଙ୍କର। ଶୁଣ ଆଗ ପ୍ରିୟ ସଖୀ ଏ ମୋ ରାଉଦନ୍ତ କର ଭାବେ ପୃଥ୍ୱୀକୁ ଟେକିଥିଲେ ଦନ୍ତ ମାଟି ଟେକିଲ ଆଲୋ ମାଟି ଖିଆ କଥା ହେଉ ବିକି ମାଟି ଟେକିଲ। ଯୋଉ ଧନ ସମ୍ପତ୍ତି ଧନରତ୍ନ ବିଷୟରେ କହିଲ, ମା ପାର୍ବତୀ ବର୍ତ୍ତମାନ ପୁରା ରାଗିକି ପଞ୍ଚମ ହେଇଗଲେଣି। ଦେଖୁଛଟି କୋଉ ଭଳିଆ ରୂପ ଦେଖନ୍ତୁ। ସେ ଯେତେ ରାଗିଲେ କଣ, ତାଙ୍କ ଏରିଆ ମାତ, ତାଙ୍କ ଏରିଆ ହଉ। ନାରାୟଣ, ମୁଁ ତ ଜାଣିଛି ତମେ ଛାଡିବ। ସେ ତ ଧନ କଣ ଲାଭ ମାତ କହିଲ? ଯାହା ଘରେ ତେଲ ଲୁଣ ନାହିଁ ସେ ପୁଣି ଆହୁରି ତାଙ୍କ ସ୍ୱାମୀ ଯାହା କରିଥିଲେ ତମ ସ୍ୱାମୀ ବି ସେଇଆ କରିଛନ୍ତି। ତମେ ଯୋଉ ଅଧିକଟା ପଚାରନ୍ତୁ। ଅଧିକ ସେଇ ପଦଟା କହୁନ ଯେମିତି କହିପାରିବେନି। ତମେ ଗୁରେ ଅତର୍ଚ୍ଛ ହଉଛ କାଇଁ?
ଆଲୋ ଶୁଣ ହୈମବନ୍ତୀ ସତା ଏ ମୋର ଭାରତୀ ବିନା ଜଟା ବାନ୍ଧି ବୁଲୁଥାଏ ନୀତି ଯେ ଜଟିଆ ଗো ସେ ଖାସୁଣା ନାହିଁ ରେ ଯାହା ସେ ଜଟିଆ ଗো ମାତ ଦେବର୍ଷି ବାବା ତ ଜଟା ଧରି ବୋଲି ଏ ସାରା ସଂସାର ଜାଣିଛି ସଂସାର ଜାଣିଛି ତାଙ୍କ ସ୍ୱାମୀ ବି ପିତୃ ସତ୍ୟ ପାଳିକି ଏମିତି ବୁଲୁଥିଲେ ଜଟା ବାନ୍ଧିକି ମନେ ଅଛି କୋଉଠି ବୁଲୁଥିଲେ ମନେ ଅଛି ଟି ଆଲୋ ଜାଣିଛ ଗୋ ଜଳ କନ୍ୟା ପ୍ରେତ ୟା ଯୁଗରେ ରାମ ରୂପେ ଜଟା ବାନ୍ଧି ବୁଲଇ ବନରେ ଜଟା ଧାରିଲ ନାମ ରହିଗଲା ଯୁଗ ସାରି ଜଟା ଧରିଲ ମାତ ଏଇ କଳିଗଣ୍ଡଗୋଳ ଏତିକିରେ ବନ୍ଦ କରନ୍ତୁ ଯୋଉ ପ୍ରଶ୍ନ ପଚାରୁଛନ୍ତି ମା ତାର ଠିକ ଉତ୍ତର ଦେଇ ଦଉଛନ୍ତି ତମେ ଥିଲେ ସେ ଦେବେ 19-20 କିଛି ଫରକ ନାହିଁ ଦି ଜଣ ଯାକ ପ୍ରଶ୍ନ ସମାନ ତାଙ୍କ ସ୍ୱାମୀ କି ଲଜ୍ଜାକର କଥା କରିଥିଲେ ଜାଣିଛ ନାରାୟଣ କୁହନ୍ତୁ ତାହେଲେ ଟିକେ ନା ଜଣେଇ ଦେବି ମୁଁ ଜାଣିଛି ଯେ ଏଇ ଦେବତା ମାନେ କେହି କିଛି ଜାଣିନାହାନ୍ତି ଜଣେଇ ଦଉଛି ନାରାୟଣ ଆଲୋ ଗ୍ରହରାଜ ଶନି ଦୃଷ୍ଟି ଭये ପଳାଇଲେ ଦେବର୍ଷି କୋଉଠି ଲୁଚିଥିଲେ କହିଲ ଧୋବା ଗଣ୍ଡି ତଳେ ଯାଇ ଲୁଚି ରହିଥିଲେ ସେ ରଜକ ଗো ଲୁଗା କାଟୁଥିଲା ଦିନ ଯାକ ସେ ରଜକ ଦେବର୍ଷି ସିଏ କୁଆଡେ କହିଲେଣି ଆପଣଙ୍କ ସ୍ୱାମୀ ଲୁଚିଥିଲେ ବୋଲିକି ଆଉ ତାଙ୍କ ସ୍ୱାମୀ କୋଉଠି ଲୁଚିଥିଲେ ଜାଣିଛ କି ନାଇଁ ମନେ ଅଛି ତାଙ୍କ ସ୍ୱାମୀ ବି ଲୁଚିଥିଲେ ଜଳ ମଧ୍ୟରେ ମନେ ଅଛି ଟି କୁହନ୍ତୁ ଆଲୋ କଂସକୁ ନାସିଣ ଜରା ସନ୍ଧେ ଭୟ କରି ତାରକା ଭୁବନେ ଯାଇ ବସବାସ କରି ଲୁଚି ରହିଲ କେତେ ବର୍ଷ ନେଇଥିଲା ବାହି ଲୁଚି ରହିଲ ମୋ କଥା ହେଲେ ଟିକିଏ ମାନନ୍ତୁ ମୁଁ ତମ କଥା କିଛି ଶୁଣିବି ନାହିଁ ପଛରେ ଯାହା ହବ ସେସବୁ ବୁଝିବେ ଆଉ କଣ ପଛରେ କିଛି ହବ ନାହିଁ ସେ କଣ ସାମାନ୍ୟ ଜନ୍ତୁ ମାନିବେ ନାରାୟଣ ମୋ କଥା ଟିକେ ମାନନ୍ତୁ ଆରମ୍ଭ କରିଛି ମାନେ ଶେଷ କରିବି ମୁଁ ତ ଜାଣିଛି ଆଉ ତମେ ଛାଡିବା ଲୋକ ନୁହଁ ଆଉ ହଉ ସଜରେ ତମେ ଠିଆ ହୁଅ ନାରାୟଣ ଆଲୋ ତଥ୍ୟ ଯୋଗେ ଜୀବନ ତୁ ଦେଲୁ ଯେ କମିଲେ ଜଗରେ ଶାଶୁ ଆଗେ ଗো ମାତୃ ଘର ଲାଗିଲା ବେগে ଶାଶୁ ନାରାୟଣ ମାତ ମା ଲକ୍ଷ୍ମୀଙ୍କ ନାଲି ପଡିଗଲେଣି ରାଗିକି ପୁରା ଦେଖୁଛନ୍ତି କେଜାଣି ଦେଖନ୍ତୁ ପୁରା ନାଲି ପଡିଗଲେଣି ତାହେଲେ ତା ଉତ୍ତର ଦେବାକୁ ପଡିବ ଆଲୋ ମାଇକୁ ହରିବା ପାଇଁ ବଳା ଇଲେ ମନ ତରୁପ ହୋଇ ମାଇ ସଙ୍ଗେ ଗଲେ ପ୍ରେମ ବଦ୍ୟ ହୋଇଲ ଭୂତକୁ ସେ ଛଡାଇଲେ ଯାଇ
କଳି ଗଣ୍ଡଗୋଳ ଏତିକିରେ ବନ୍ଦ କରନ୍ତୁ। ମା ପାର୍ବତୀ ବର୍ତ୍ତମାନ ରାଗି ଗଲେଣି, ହାତ ଉଠେଇବା ପର୍ଯ୍ୟନ୍ତ ଗଲେଣି। ହାତ ଉଠେଇଛି ମାନେ ମୁଁ ତ କଣ କରିବି ତମେ ଜାଣିଛ? ମୁଁ ତ ଜାଣିଛି ତମେ ଛାଡ଼ିବନି, ସିଏ ହାତ ଉଠେଇଲା କଣ ତମେ ଛାଡ଼ିଦବ? ଯାଉଥିଲେ ଏବେ ମହା ବିଷମରେ ଯିବି। ନାରାୟଣ ବିଷମରେ ଯିବ? ତାହେଲେ ଲାଷ୍ଟ ହେଇ ପଦ କହୁନ ବିଷମ ପଦଟା। ତମେ କାହିଁକି ଲାଷ୍ଟ ହଉ? ନାରାୟଣ ନାରାୟଣ ନାରାୟଣ, ମୁଁ ହେଇ ପଦକୁ ଅପେକ୍ଷା କରିଛି ଏପର୍ଯ୍ୟନ୍ତ ମାତ୍ର। ଦେବର୍ଷି କଣ କରିବା କହୁନ? ସେଇ ଲାଷ୍ଟ ପଦ କହିଦବ ତ, ଆଉ ମା ଯେମିତି କିଛି କହିପାରିବେ। କିଛି ଛାଡ଼ିବି। ମା ପାର୍ବତୀ କୁହନ୍ତି ଭୁଲ ମାଗିକି ଟିକେ ବସି ପଡ। ମୁଁ ଭୁଲ ମାଗିବି? ନାରାୟଣ ନାରାୟଣ, ଭୁଲ ମାଗୁଛି ଦେଖ। ଆଲୋ ଦେଖିଛ କି ସହି ନାହିଁ ସେ ଚମୁଣ୍ଡିଆ, ସକାଳୁ ଦେଖିଲେ ମୁହଁ ପାଖ। ଶେଷକୁ କଣ ଗୋଟେ ଏଇଭଳିଆ ପ୍ରଶ୍ନ ପଚାରିଲେ କି? ଏ ସାଧାରଣ ପ୍ରଶ୍ନ। ଇଏ ଲୋକ ଶୋଇନାହାନ୍ତି ଖୋଦା ବାବାଙ୍କ ଦର୍ଶନ ଲାଗି ଅପେକ୍ଷା କରିକି ଅଛନ୍ତି। ସେ କଣ କହୁଛନ୍ତି ବାବାଙ୍କ ମୁଖ କୁଆଡେ ସକାଳୁ ଦେଖିଲେ ପାପ ବୋଲିକି? ସେଇଟା କି ମତେ ଠିକ ଲାଗିଲାନି, ତା ଉତ୍ତର ଦିଅନ୍ତୁ। ଦେଖିଛ ଗো ସଖୀ ଖୁରୁ ପାଣ୍ଡ ବସମରେ, ତରୁପ ହୋଇନ ଦେଖା ଅର୍ଜୁନରେ କୋଟି କୋଟି ଲୋ, ମୁଣ୍ଡ ହସ୍ତ ଆଖି ଥିଲେ ଗୋଟି କୋଟି କେତେ ଆଡମ୍ବରରେ ପୁଣି ହାତ ଉଠୁଛି। ନାରାୟଣ ନାରାୟଣ, ରାଗିଗଲେଣି ମା ବର୍ତ୍ତମାନ। ସେ ରାଗିଲେ କଣ କରିବେ? ଏଠି ଖାଲି ବାଡେଇ ଛେଟି ହେବେ, ନହେଲେ କିଛି ନାହିଁ। ତାଙ୍କ ଜାଗା, ତାଙ୍କ ଏରିଆ, ତାଙ୍କ ଜାଗା ହେଲେ ବି ମୁଁ ଭୟ କରିବାର ନାହିଁ। ମାତ ମୋ କଥା ଟିକେ ମାନନ୍ତୁ, ଟିକେ ଚୁପ୍ ରହିଯାଆନ୍ତୁ। ଆଉ ଏଇ କଳିଗଣ୍ଡଗୋଳ ଏତିକିରେ ବନ୍ଦ କରିଦିଅନ୍ତୁ। ତମେ ସଜରେ ଚୁପ୍ ହେଇକି ସେଇଠି ଠିଆ ହବ। ଶେଷକୁ ଯାହା ହବ ତାପରେ ମତେ ଆଉ କିଛି ସେଇଟା ମୁଁ ମୋର ବୁଝିବି। ନାରାୟଣ ଆଲୋ ବ୍ରହ୍ମା ପାଞ୍ଚ ମୁଣ୍ଡ ଥିଲା ବହି ସଂସାରେ, ଗୋଟାଏ ଚାପୁଡ ମାରି ଛିଣ୍ଡାଇଲା କରେ ବ୍ରହ୍ମ ହତ, ସ୍ୱାମୀ ନାମ ଜପି ହେଲା ମୁକ୍ତ। ମୁଁ ଭାବିଲି ବୋଧେ ମା ଲକ୍ଷ୍ମୀ ଲାଷ୍ଟ ଆଡକୁ ବିଷମ ପଦ କଣ ବାହାର କରିବେ। ଏଇଭଳିଆ ଗୋଟେ ପ୍ରଶ୍ନ ପଚାରିଲେ। ଇଏ ସାଧାରଣ ତାଙ୍କ ସ୍ୱାମୀଙ୍କର ବି ଏଇ ଦୋଷ ଟିକେ ଅଛି। ଏଇ ଦୋଷଟା କହିଦିଅନ୍ତୁ। ସିଏ କୋଉଠୁ ମୁକ୍ତି ହେଇଥିଲେ ପଚାରିଲା? କୁହନ୍ତୁ। ଆଲୋ ସୀତା ରୂପେ ଥିଲୁ ଯାଇ ଅସ ରାମ ଅବତାରେ ଯାଇ ବଧିଲେ ରାବଣେ ବ୍ରହ୍ମ ଶାପଲ, ମୋ ସ୍ୱାମୀ ନାମ ଜପି ହେଲୁ ମୁକ୍ତ। ନାରାୟଣ ନାରାୟଣ ମାତ, ଏଇ କଳିଗଣ୍ଡଗୋଳ ଏତିକିରେ ବନ୍ଦ କରନ୍ତୁ। ଆଉ ଭଲ ଲାଗୁନି ମାତ ଏଇ କଳିଗଣ୍ଡ। ତମ ଉପରକୁ ପଳେଇଲା କି? ତମ ସ୍ୱାମୀ ଯାହା କରିଛନ୍ତି ତାଙ୍କ ସ୍ୱାମୀ ବି ସେଇଆ କରିଛନ୍ତି। ଉଭୟଙ୍କ କଥା ପୁରା ସମାନ, 19-20 ଖାଲି ଟିକିଏ ଫରକ। ନହେଲେ କଣ ଅଛି କହିଲ? ଏଇ କଳିଗଣ୍ଡଗୋଳ ଏତିକିରେ ବନ୍ଦ କରନ୍ତୁ। ଚାଲ ନୃତ୍ୟ ଦେଖିବା। ହେଲେ ଏତିକିରେ ତାହେଲେ ମୁଁ କହୁଛି ତମ ମାଙ୍କର ମୁଖ କଣ ହଉଛି ଦେଖ। ନାରାୟଣ ପଛରେ ଯାହା ହବ ବୁଝିବ ତମେ। ତମେ ଧରିଥାଅ। ଦେଖିଛ କି ସହି ନାହିଁ ପଥର ଚାରିର, ପଥର ଉପରେ ପୂଜା ପାଏ ସର୍ବଠାର ଚରଣେ, ଦ୍ୱିଜ ଚକ୍ର ଧରଇ ସଖୀ ଯାଅ ଲୀଳା ଚଳବୁର, ଶରୀର ହଇଣ ରହିଛି ସେଠାର ଶ୍ରୀପଦରେ ଗୋ, ଚକ୍ରଧର ନମଇ ପୟ
ଫିଟୁନି। ନାରାୟଣ ନାରାୟଣ ମାତ ତମେ ଆଜି କାହା ମୁଖ ସକାଳୁ ଦର୍ଶନ କରିଥିଲ କି? ଆସିଲା ବେଳକୁ କହୁଛି ମୋ ସ୍ୱାମୀଙ୍କ ମୁଖ ଦେଖି ଏଠିକି ଆସିଲା ବେଳେ କାହା ମୁଖ ଦର୍ଶନ କରିଥିଲ? ସବୁ ଦେବତାଙ୍କୁ। ନାରାୟଣ 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 ସେଇଥିପାଇଁ ମାତା ଆଜି ବୋଧେ ତମେ ଭାବୁଛ ତମ ମୁଖ ଦେଖିଛି? ନାରାୟଣ ନାରାୟଣ ମାତ ସିନା ମାଙ୍କୁ ହରେଇକି ଏମିତି ବସେଇଦେଲ ଆପରେ କଣ ହବ? ବାବା ଜାଣିଲେ କଥାଟି ଜାଣିଛନ୍ତି ତ କଣ ହବ? ତାପରେ ଯାହା ହବ ତମେ ଦେଖିବ ଆଉ କଣ। ମୁଁ ମୋର ବୁଝିବି। ଦେବତା ଦେଖିବେ ତା